ସକାଳୁ ଏତେ ଶସ୍ତା ମାଛ ପୁରା ଫୁଲ ମାଛ ଦେଖିବାକୁ ପୁରା ଦେଖର ପିଲ ନହରା ମାଛ ପୁରା କଡମା ଶିଳା ମାଛ ଏବେ 70 ଟଙ୍କା ଯାଉଛି ଆମର ଟଙ୍କା 20 ଟଙ୍କା। ଆଉ ଗୋଟେ ଭିଡିଓରେ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ସକାଳ ସକାଳ ଆମେ ବାହାରି ପଡୁଛୁ ଦରିଆ ପାଖକୁ। ତ ଆମେ ଚାଲିଛୁ, ଆଗରେ ମୋ ଭାଇ 2 ଜଣ ଚାଲିଛନ୍ତି। ତ ପୁରା ଭୋର ଏଟା 5:30ଟାରୁ ଆମେ ଚାଲିଛୁ, ମାନେ ଝାଉ ବଲ ପୁରା କୁକୁଡାରେ ପୁରା ଭର୍ତ୍ତି। ତ ଆମେ ମାଛ ନବା ପାଇଁ ଚାଲିଛୁ। ତ ଏବେ ରାସ୍ତାରେ ଅଛୁ, ତ ଚାଲନ୍ତୁ ଆଗକୁ କଣ ହଉଛି। ତ ମାଛ ପାଖରେ ଗଲେ ଆମେ ଦେଖେଇବୁ। ତ ଭିଡିଓରେ ବନେଇ ରୁହନ୍ତୁ। ତ ଭିଡିଓ ଭଲ ଲାଗିଲେ ତାହେଲେ ଲାଇକ୍, ସବସ୍କ୍ରାଇବ ଏବଂ ଫଲୋ କରିଦେବେ। ମୁଁ ଏବେ ଚାଲିଛି ଦରିଆ ପାଖରେ ପହଞ୍ଚି ଗଲିଣି। ତ ଝାଉବଣ ପାହାରି ଆସିଛି। ତ ଏବେ ଦରିଆ ପାଖକୁ ଏଣ୍ଟ୍ରି। ତ ବାହାରକୁ ବାହାରିଲାକୁ ଏଠି ପୁରା କୁହୁଡାରେ ଭର୍ତ୍ତି, ମାନେ ଲୋକ ଦେଖାଯାଉନାହାନ୍ତି, ଏତେ କୁହୁଡା ହେଇଛି। ମାନେ ଏତେ ଭୋର ଆମେ ଆସିଛୁ ଶୀତରେ, ମାନେ ମୁଁ ଏତେ ଜଲ୍ଦି ଭାଇ ଡାକିଲେ ମୁଁ ପଳେଇ ଆସିଛି। କିଛି ଜ୍ୟାକେଟ ତ ପିନ୍ଧିକି ଆସିଛି, ମାନେ ଟୋପି ବି ଆଣିଲିନି। ପୁରା ଦେଖିବାକୁ ପୁରା ଫୁଲ କୁହୁଡା ଭୋର ପୁରା ପଳେଇ ଆସୁଛୁ। ଶୀତ କରୁଛି। ତ ମୁଁ ବି ଚାଲିଛି, ଭାଇ ମାନେ ମତେ ଛାଡି ଦେଇ ପଳେଇଲେ, ଦୌଡି ପଳେଇଲେ। ମୁଁ ପଛେ ଏକଲା ଚାଲିଛି ଫୁଲ। ଏଇଟା ମୋ ଦରିଆ ପାଖକୁ ଯିବା ପାଇଁ ରାସ୍ତା, ପାଖରେ Shawarabon। ତ ମୁଁ ଚାଲିଛି, ଦେଖୁଛି ଆଗକୁ। ପହଞ୍ଚି ଯାଇଛି। ଆସିଲା ବେଳକୁ ନାଇଁ ମାଛ ବି ପହଞ୍ଚିଲାନି, ନାଇଁ ଦାଦା ମାଛ କିଣି ସାରିଲାନି। ଦେଖିବାକୁ ଫୁଲ, ଏଠି ଲୋକମାନେ ଫୁଲ ଅଛନ୍ତି। ମୁଁ ବି ମାଛ ପାଇଁ ଚାଲିଛି ଭୋର ଭୋର। ଏଠି ଭାଇ ମାନେ ଆସି ନିଆଁ ପହଁରେ ନିଆଁ ଜଳୁଛି ସେଠି। ଏଠି 3 ଅଧାଙ୍କ ଛିଡା ହେଇଛି, ମୁଁ ବି ଅଛି ଏଠି। ଚାଲନ୍ତୁ। ମାଛ ସବୁ ମାନେ ଏଠି ବାଛ ହେଇ ସାରିଲାନି, ଲୋକ ବେପାରୀ ବି ପହଞ୍ଚିଗଲେଣି। ତ ଦେଖିବାକୁ ଫୁଲ ମାଛ କେମିତିଆ, ପତା ମାଛ, ପିଲ ବି ହେଇଛି, ରୁଢ ପୁରା ପୁରା ମାଛ ଫୁଲ ଭର୍ତ୍ତି। ଏଠି ଭାଇ ମାନେ ବି ସବୁ ଆସିଯାଇଛି, ଚିନଦା ଅଛି, ଏଠି କ୍ୟାନ୍ସର ପୁରା କେତେ ମାଛ କେତେ କିସ ବିକ୍ରି ଦେଖିବା। ଆଉ ମାଛ ନବା। ଦରିଆ ପାଖ ଦେଖ ଫୁଲ, ଆମ ଦରିଆ ପାଖ ଭ୍ୟୁ। ଭୋର ଆମେ ପହଞ୍ଚିଲେ ଦରିଆ ପାଖରେ। ଯାହା କର ଦରିଆ ପାଖରେ ସବୁବେଳେ ମାଛ ଶସ୍ତା। ଆମେ ସବୁ ମାନେ ଗାଉଁଲି, ମାନେ ଯିଏ ସମୁଦ୍ର ପାଖରେ ସେ ସଦାବେଳେ ଶସ୍ତାରେ ମାଛ ପାଇଥାଏ। ଆଉ ଯିଏ ଲଙ୍ଗ ଡିଷ୍ଟାନ୍ସ ମାଛ, ଏଇଠୁ 20 କିଲୋମିଟର ବାହାରେ ବରଫଦିଆ ମାଛ ପାଉଛନ୍ତି। ଗାଁ ପାଖରେ ଯଦି ଦରିଆ ଥିବ ନା, ତ ତାଙ୍କର ଫାଇଦା କାହାରି ନାହିଁ। ସେମିତି ଆମର ବି ଆସିছে ସକାଳ ଭୋରୁ, ତାଜା ମାଛ ନବା ପଳେଇଯିବା। ସକାଳୁ ଏତେ ଶସ୍ତା ମାଛ, ପୁରା ଫୁଲ ମାଛ ଦେଖିବାକୁ ପୁରା ଦେଖର। ମାଛ ଡକା ଚାଲିଛି, ମାନେ ଏବେ କଣ୍ଟା ଚାଲିଛି। କେତେ କିସ ମାନେ ବେପାରୀ ମାନେ ରେଡ୍ କରୁଛନ୍ତି, ଆମେ ବି ଅଛି ଦେଖିବା ପାଇଁ। ଏଇଠି ରେଟ୍ ଚାଲିଛି, ଲୋକମାନେ ଫୁଲ ଭର୍ତ୍ତି ଘେରିକି ଅଛନ୍ତି। ମାଛ ରେଟ୍ ଚାଲିଛି ଏବେ। ସେ ବେପାରୀ ସେଠି ଛିଡା ହେଇଛନ୍ତି, ଲୋକମାନେ ଖାଉକି ମାନେ ବି ମାଛ ନେବେ। ରେଟ୍ ଚାଲିଛି, ରେଟ୍ ସରିଲା ପରେ ଆମେ ଦେଖିବା କଣ କିସ ଚାଲିଛି। ଆମେ ମାଛ ନେଇ ସାରିଲା ପରେ ଯାହା କରିବା ଆଉ। ଚୁନା ମାଛ ନବା, ପିଲ ବି ହେଇଛି, ମାନେ ଦେଖିବାକୁ ପୁରା ପିଲ ବି ହେଇଛି। ଶୀତ ଦିନ ପିଲ ହବା କଥା ନୁହେଁ, କିନ୍ତୁ ବଡ ମାଛ ହେଇଛି। ମାଛ, ପିଲ, ନହରା ମାଛ, କଡମା ଶିଳା, ଠିକରି ଶିଳା, ସେଠି ପତା ମାଛ, ସେଠି କଣ୍ଟିଆ ମାଛ। ମୋ କାକା ବସିଛନ୍ତି। ମୋ ମାମୁଙ୍କ ପାଖରୁ କେତେ କିସ ମାଛ ଯାଉଛି। ମାଛ ଏବେ 70 ଟଙ୍କା ଯାଉଛି, ଆମର ଟଙ୍କା 20 ଟଙ୍କା ମିଳୁଛି ମାଛ। ଆପଣ ମାନେ ଯିଏ ଯାହା ଆସିବେ ନେଇଯିବେ। ଏଇ ଦେଖିପାରୁଛ, ମୋ ମାମୁଁ କହିଲେ ଯେ ପୁରା ଶସ୍ତାରେ ଆମ ଦରିଆ ପାଖରେ ମାଛ ମିଳୁଛି। ତ ଯିଏ ବି ଆସୁଛନ୍ତି, ତ ଏଇଠି ଭିଜିଟ କରୁଛୁ ଚୌମୁକ ବିଚ୍। ତ ଚୌମୁକରେ ମାଛ ମିଳୁଛି ଆମର, କଣ୍ଟା ଫଣ୍ଟା ସବୁଆଡେ ସବୁ ମାଛ। ତ ଚାଲିଲୁ ଆମେ, ମାଛ ହବା ଆରମ୍ଭ ହେଇଯାଇଛି। ତାପରେ ଚାଲିଛି।
ବେପାରୀ ନଉଛନ୍ତି ସେଠି ମାପି ଚାଲିଛି। ଏଇଠି ମାନେ ସେମାନେ ଧରତେ ଯାଇଥିଲେ ଘରକୁ ଖାଇବା ପାଇଁ ନେଇଯିବେ। ଯାଇଥିଲେ ରାତି ସାରା ରହିକି ସେଠି ମାଛ ଧରିଥିଲେ। ସେମାନେ ଘରକୁ ମାନେ ବଡ ମାଛ ବିକି ଦେଇକି ଛୋଟିଆ ମାଛ ଘରକୁ ନେଇକି ଯିବେ ଖାଇତେ। ସେଠି ମାପନ ଚାଲିଛି। ନଅଟା ମାଛ ବିକ୍ରି ହେଇଛି ଚାଲିଛି। ଖାଲି ଜୋଳ ଏ ଦେଖିବାକୁ ଏଠି ପାଲାରେ ବିକ୍ରି ହଉଛି ଚାଲିଛି। ଏଇଠି ବୋଲେ ପାଲାର ଆମର ପାଲାରେ ବିକ୍ରି ହଉଛି କାହିଁକି ନା ଏଠି ଓଜନ ଯଦି ଆମେ କମ୍ପ୍ୟୁଟର ବିକିବା ତାହେଲେ ତାଙ୍କ ଲସ୍ ହେଇଯିବ। ତ ସେଇଥିପାଇଁ ପାଲାର ଆମେ ବିକ୍ରି କରୁଛେ ନିକିତି। ତ ଆମର ଏଠି ମାନେ ବେଙ୍ଗଲୀ ଏ କଥା ପାଲା କୁହନ୍ତି, ତ ନିକିତି ଓଡିଆରେ କୁହନ୍ତି। ତ ନିକିତି ଦ୍ଵାରା କାହିଁକି ନା ବେପାରୀ ତାଙ୍କର ଏକ୍ସଟ୍ରା ମାନେ ୱେଟ ପାଆନ୍ତି, ଯାହାଫଳରେ ତାଙ୍କର ଲାଭ ହୁଏ। ଯଦି ଆମେ ଯଦି କମ୍ପ୍ୟୁଟରରେ ବିକିଦବା ତାହେଲେ ସେମ ଟୁ ସେମ ହେଇଯିବ, ତାଙ୍କର ଲସ୍ ବି ହବ। ତ ତାଙ୍କ ଜାଣନ୍ତି ସେଥିପାଇଁ କମ୍ପ୍ୟୁଟର ନିଅନ୍ତିନି। ତ ଏଠି ତାଙ୍କ ପାର୍ଲରରେ ବିକ୍ରି ଚାଲିଛି। ଏଇ ପତା ମାଛ ବିକ୍ରି ଚାଲିଛି ପୁରା। ବେପାରୀ ମାଛ ବାଛୁଛନ୍ତି। ଏଇ କଣ୍ଟିଆ ମାଛ ମାପନ ଚାଲିଛି। କେତେ ବଡ ବଡ କଣ୍ଟିଆ ଚାଲିଛି। ସବୁ ମାଛ ବିକ୍ରି ହେଇଗଲାଣି। ଆମେ ବି ଅଛେ, ସବୁ ବିକ୍ରି ସରିଗଲାଣି। ତ ମୁଁ ବି ମାଛ କଣ୍ଟିଆ ମାଛ କେଜି ନେଇଛି, ତ ପରେ ଦେଖେଇବି। ତ ଏଠି ଯାହା କର ଆମ ସମୁଦ୍ର ପାଖରେ ପୁରା ଭୋର ଆସିକି ମାନେ 6:30 ସୁଦ୍ଧା ମାଛ ବିକ୍ରି ସରିଯାଏ। ଏତେ ଜଲ୍ଦି ମାଛ ବିକ୍ରି ସରିଲା ପରେ ବେପାରୀ ମାନେ ଆସି ନେଇ ପଳେଇ ଯାଆନ୍ତି। ତ ଯଦି ନୌକା କେମିତି ଭାସୁଛି, ଏବେ ଜଳ ହବା ଟାଇମ ମାନେ ଜୁଆର କୁହନ୍ତି, ତଥାପି ଧୁଆ ହେଇନାହିଁ। ଆମେ ଅଛୁ ଏଠି। ଭିଡିଓ ଭଲ ଲାଗେ ତାହେଲେ ସବସ୍କ୍ରାଇବ କରିବେ ଏବଂ ସେୟାର ଟିକେ କରିଦେବେ, ଲାଇକ୍ ବି କରିଦେବେ। ତ ଆଜି ପାଇଁ ଆମେ ରହୁଛୁ, ପୁଣି ଦେଖା ହବ କାଲି ଆଉ ଗୋଟେ ନୂଆ ବ୍ଲଗ ରେ। ବାଏ ବାଏ।